ଜୟନାଥ ସାଙ୍ଗମାନେ ଆଜି ଚମ୍ପାବତୀ ରାଜକନ୍ୟାର ସ୍ୱପ୍ନର ଦ୍ୱିତୀୟ ଭାଗ ଆଲୋଚନା କରିବା। ପ୍ରଥମ ଭାଗ ଆମେ ସାରି ଦେଇଥିଲେ, ଯିଏ ଯେପର୍ଯ୍ୟନ୍ତ ଦେଖି ନାହାନ୍ତି ଆଉ ଡେରି କରନ୍ତୁନି, ଜଲ୍ଦି ଯାଇ ପାର୍ଟ 1ଟି ଦେଖି ନିଅନ୍ତୁ। ତେବେ ଆଉ ଡେରି କରିବାନି, ଚାଲ ପାର୍ଟ 2ଟି ଆମେ ଆଲୋଚନା କରି ଆଜି ହିଁ ଚମ୍ପାବତୀ ରାଜକନ୍ୟାର ସ୍ୱପ୍ନଟିକୁ ବିଷୟକୁ ସରଳ ଭାବରେ ବୁଝିବା ଏବଂ ଆଜି ହିଁ ବିଷୟଟିକୁ ଆମେ ସାରି ରଖିବା। ତେବେ ଚାଲନ୍ତୁ ପିଲାମାନେ, ଆମର ଏପର୍ଯ୍ୟନ୍ତ ସରିଯାଇଛି ଅଲରେଡ଼ି ନା ନାହିଁ? ତ ଆରମ୍ଭ କରିବା। ଆମେ ଷ୍ଟାଞ୍ଜା 3ରୁ ଆରମ୍ଭ କରିବା। ତେବେ କ'ଣ ଅଛି ଷ୍ଟାଞ୍ଜା 3ରେ, ଚାଲନ୍ତୁ ଦେଖି ରଖିବା। ଚମ୍ପା ଫୁଲଟି ପାଇଲି ବନ ହଳଦୀ ପ୍ରାୟ, ଦେବ ଆରାଧନା କରିବି କାନ୍ତ ପାଇବା ଯାଏ। ଚମ୍ପାବତୀ ରାଜକନ୍ୟା କହୁଛି ଯେ ଚମ୍ପା ଫୁଲଟି ପାଇଲି, ଅର୍ଥାତ୍ ନବଯୌବନ ପାଇଲି ଯାହାର ରଙ୍ଗ ହଳଦିଆ, ତାକୁ ନେଇ କ'ଣ କରିବି ନା ଦେବ ଆରାଧନା କରିବି। କାହିଁକି? କେଉଁ ପର୍ଯ୍ୟନ୍ତ କରିବି ଦେବ ଆରାଧନା? ମୋ କାନ୍ତ ପାଇବା ଯାଏ, ମୋ ସ୍ୱାମୀଙ୍କୁ ପାଇବା ଯାଏ ମୁଁ ଦେବଙ୍କ ଆରାଧନା କରିବି। ହେଲା। ତ କାହା ଲାଗି ପ୍ରାଣ ଉଦାସ, ଛନ୍ନ ଛନ୍ନ ମୋ ମନ, କେଉଁ ଦେଶ ରାଜକୁମରେ ଦେଖି ନଈ ସପନ। ଚମ୍ପାବତୀ ରାଜକନ୍ୟା କହୁଛନ୍ତି ଯେ କାହା ଲାଗି ପ୍ରାଣ ଉଦାସ, କାହା ପାଇଁ ଆଜି ପ୍ରାଣ ମୋର ଉଦାସ ହେଇଛି, ଦୁଃଖରେ ଭରି ହେଇଛି। ମୋ ପ୍ରାଣ ଛନ୍ନ ଛନ୍ନ, ମୋ ମନ ଛନ୍ନ ଛନ୍ନ ଅର୍ଥ ବ୍ୟାକୁଳ ହୋଇ ଉଠୁଛି, ବାଚାଳ ହୋଇ ଉଠୁଛି, ଆଉ ଥୟ କରି ରହିପାରୁନି। କାହା ଲାଗି? କେଉଁ ଦେଶ ରାଜକୁମର ଦେଖି ନଈ ସପନ। ଯେ କେଉଁ ଦେଶ ରାଜକୁମର, ସେ କେଉଁ ଦେଶର ରାଜକୁମର ଯାହାକୁ ମୁଁ ମୋ ସ୍ୱପ୍ନରେ ଦେଖିଛି। ବୁଝିଲା? ଜଳୁଥିଲା ରତ୍ନ ପ୍ରଦୀପ, କିଳିଥିଲି କବାଟ, ଏପୁରେ କେମନ୍ତେ ପଶିଲେ ପାଇ କେବଣ ବାଟ। ଚମ୍ପାବତୀ ରାଜକନ୍ୟା ସ୍ୱପ୍ନ ଦେଖୁଛନ୍ତି ନା, କହିଲେ ସେ କିଏ ଯାହାକୁ ମୁଁ, କେଉଁ ଦେଶର ରାଜକୁମାର ସିଏ ଯାହାକୁ ମୁଁ ସ୍ୱପ୍ନରେ ଦେଖିଛି। ଯେ ଜଳୁଥିଲା ରତ୍ନ ପ୍ରଦୀପ, ସେ ଯେଉଁଠି ରହିଥିଲେ ସ୍ୱପ୍ନରେ ଦେଖୁଛନ୍ତି ତାଙ୍କର ସେଇ କୋଠରୀରେ ରତ୍ନ ପ୍ରଦୀପ ଜଳି ଉଠୁଥିଲା। ଏବଂ ଆଉ କ'ଣ ହେଉଥିଲା, ସେ କିଳିଥିଲେ କବାଟ। ସେ କ'ଣ, ଯେତେବେଳେ ଶୋଇଥିଲେ ତାଙ୍କର କବାଟକୁ କିଳିଥିଲେ। ସେ ସ୍ୱପ୍ନରେ ଦେଖୁଛନ୍ତି ଯେ ମୁଁ ଯେଉଁଠି କୋଠରୀରେ ଶୋଇଛି ସେ କୋଠରୀରେ ତ ମୁଁ ରତ୍ନ ପ୍ରଦୀପ ଜଳୁଛି, କବାଟକୁ କିଳିଛି, ତ କବାଟ ମୁଁ ବନ୍ଦ କରିଦେଇଥିଲି। ତେବେ ଏପୁରେ ଅର୍ଥ ତାଙ୍କ ନିଜ ଗୃହରେ, ତାଙ୍କ ନିଜ ଦେଶରେ କେମିତି ପଶିଲେ, କେଉଁ ବାଟ ପାଇକି ସିଏ ତାଙ୍କ ସେ କୋଠରୀରେ ପଶିଲେ। ନିଦ୍ରାରେ ସେ ଥିଲି ହାଲାଜ, ମୁଁ ଯେ ଅଣଆୟତେ, ଖସିଥିଲା ବାସ ଅଙ୍ଗରୁ ଦେଖି ନଈ ଜାଗ୍ରତେ। କହିଲେ ନିଦ୍ରାବେଶେ, ଯେତେବେଳେ ମୁଁ ନିଦ୍ରାବେଶରେ ଥିଲି, ମୁଁ ନିଦ୍ରା ଆବେଶ ତ ନିଦ୍ରାରେ ମୁଁ ଥିଲି, ସେତେବେଳେ ମୁଁ ଅଣଆୟତରେ ଥିଲି। ମୁଁ ଆୟତରେ ନିଜ ସଂଯମରେ ନଥିଲି, ମୁଁ ଅଣଆୟତରେ ଥିଲି। ଖସିଥିଲା ବାସ ଅଙ୍ଗରୁ ଦେଖି ନଈ ଜାଗ୍ରତେ। ମୁଁ ଯେତେବେଳେ ଜାଗ୍ରତ ହେଲି, ମୋ ନିଦରୁ ଉଠିଲି, ମୋ ସ୍ୱପ୍ନ ଭାଙ୍ଗିଲା, ସେତେବେଳେ ମୁଁ ଦେଖିଲି କ'ଣ ନା ମୋ ଅଙ୍ଗରୁ ମୋ ବାସ ଖସିଥିଲା। ଅର୍ଥାତ୍ ମୋ ଅଙ୍ଗରୁ, ମୋ ଶରୀରରୁ ମୋ ବସ୍ତ୍ରଟି ଖସିଥିଲା। ବୁଝିଲା? ଦୀପା ଲୋକେ ଦେଖିଥିବେ ସେ ମୋର ଏ ଶସ୍ତ୍ର ବେଶ, ଦେଖିଥିବେ ସିନା ବସନ ମୁକ୍ତ ଉରସ କେଶ। ସେ ଭାବୁଛନ୍ତି, କିଏ? ଚମ୍ପାବତୀ ରାଜକନ୍ୟା ଭାବୁଛନ୍ତି ଦୀପା ଲୋକେ ଦେଖିଥିବେ ସେ ମୋର ଏ ଶସ୍ତ୍ର ବେଶ। ସେ ଯେଉଁ ରତ୍ନ ପ୍ରଦୀପ ଜଳୁଥିଲା, ସେ ଦୀପର ଆଲୋକରେ ସେ ଦେଖିଥିବେ ମୋର ଶସ୍ତ୍ର ବେଶକୁ, ଅର୍ଥ ଶିଥିଳ ବେଶ। କେଉଁ ବେଶ? ନା ଦେଖିଥିବେ ସିନା ବସନ ମୁକ୍ତ ଉରସ କେଶ। ନା ଦେଖିଥିବେ, ନା କ'ଣ ଦେଖିଥିବେ? ସେଇ ଦୀପ ଆଲୋକରେ ସେ ରାଜକୁମାର ଦେଖିଥିବେ ବସନ ମୁକ୍ତ, ଏ ବସ୍ତ୍ର ମୁକ୍ତ ହୋଇ ଯେଉଁ ଉରସ କେଶ, ମୋ ମୁଣ୍ଡରେ ଓଢ଼ଣା ନଥିବ, ମୋ ମୁଣ୍ଡ ବସନ ମୁକ୍ତ ହୋଇଥିବ। ଉରସ ମୋ ତନୁ, ଅର୍ଥ ମୋ ବକ୍ଷ ବସନ ମୁକ୍ତ ହୋଇଥିବ, ଦେଖିଥିବେ ସିଏ ମୋର ସେ ଶସ୍ତ୍ର ବେଶକୁ ସିଏ ଦେଖିଥିବେ। କିଏ ଭାବୁଛନ୍ତି? ଚମ୍ପାବତୀ ରାଜକନ୍ୟା ଭାବୁଛନ୍ତି। ଚମ୍ପା ଫୁଲେ କେଶ ମଣ୍ଡାଇ, ହାର କଣ୍ଠେ ଲମ୍ବାଇ, ଅସ୍ପଷ୍ଟ ସ୍ୱପ୍ନେ ସୁନ୍ଦର କେଣେ ଗଲେ ଭାଇ। କହିଲେ ଚମ୍ପା ଫୁଲ କେଶ ମଣ୍ଡାଇ, ହାର କଣ୍ଠେ ଲମ୍ବାଇ। ସେଇ ଚମ୍ପା ଫୁଲ ସେ ନବଯୌବନଙ୍କ କେଶକୁ ସେ ମଣ୍ଡାଇଛନ୍ତି, ସେ ନବଯୌବନ ହାରକୁ କଣ୍ଠରେ ଯେତେବେଳେ ଲମ୍ବାଇଛନ୍ତି ସ୍ୱପ୍ନରେ, ସେତେବେଳେ କ'ଣ ହେଇଛି ନା ଅସ୍ପଷ୍ଟ ହେଇଛି। ସେ ହାର ଯେତେବେଳେ ପିନ୍ଧା ହେଲା ସବୁ ଅସ୍ପଷ୍ଟ ହେଇଯାଇଛି, ଆଉ ସ୍ପଷ୍ଟ ଦେଖାଯାଇନି। ସେ ସ୍ୱପ୍ନଟି କ'ଣ, ସୁନ୍ଦର ସ୍ୱପ୍ନଟି କୁଆଡ଼େ ଉଭେଇ ଯାଇଛି, କୁଆଡ଼େ କ'ଣ ହଜି ଯାଇଛି, ସ୍ୱପ୍ନ ସେଠି ଭାଙ୍ଗି ଯାଇଛି ତାଙ୍କର। ଯେତେବେଳେ ଚମ୍ପା ଫୁଲକୁ ନେଇକି ମଣ୍ଡନ କରି
ତାଙ୍କର ସେ ଯୌବନକୁ ନେଇକି ଯେତେବେଳେ ସେ ଚମ୍ପା ଫୁଲକୁ ନେଇକି ହାରକୁ ପିନ୍ଧାଉଛନ୍ତି ବା ଲମ୍ବାଉଛନ୍ତି, ସେତେବେଳେ ତାଙ୍କର ସ୍ୱପ୍ନଟି, ସେ ସୁନ୍ଦର ସ୍ୱପ୍ନଟି ଭାଙ୍ଗି ଯାଇଛି। ଆଚ୍ଛା, ବୁଝିଲେ ସମସ୍ତେ? 4 ନମ୍ବର ଷ୍ଟାଞ୍ଜାକୁ ଯିବା। ତ ଚାଲନ୍ତୁ। ଚମ୍ପା ଫୁଲଟି ପାଇଲି ବନ ହଳଦୀ ପ୍ରାୟ, ଦେବ ଆରାଧନା କରିବି କାନ୍ତ ପାଇବା ଯାଏ। ଯୌବନ ହଳଦୀ ରଙ୍ଗର ପାଇଛି, ତାକୁ ନେଇ ଦେବ ଆରାଧନା କରିବି କାନ୍ତ ବା ସ୍ୱାମୀ ଆସିବା ଯାଏ। ହେଲା। ଶ୍ୟାମଳ ସୁନ୍ଦର ଧରଣୀ ଚାହିଁ ନୀଳ ଆକାଶେ, ଶୀତ ପ୍ରେମ ବାରି ମାଗିଣ କରେ ସତାପ ନାଶ। ଯେ ଶ୍ୟାମଳ ସୁନ୍ଦର ଧରଣୀ, ଏଇ ଯେଉଁ ସବୁଜର ଶସ୍ୟ ଶ୍ୟାମଳା ଧରଣୀ କ'ଣ କରେ? ନୀଳ ଆକାଶକୁ ଚାହିଁଥାଏ। କ'ଣ ପାଇଁ? ନା ଶୀତ ପ୍ରେମ ବାରି ମାଗିଣ କରେ ସତାପ ନାଶ। ଯେହେତୁ ଭୂମିଟି ସବୁବେଳେ ଖରା ଖାଇ କ'ଣ ହୁଏ? ନା ଗରମ ହୋଇଯାଏ, ଅର୍ଥାৎ ଉତ୍ତାପ ହୋଇଯାଏ। ଉତ୍ତାପ ହୋଇଯାଏନି? ଉତ୍ତାପ ହୋଇଯାଏ। ସେଇଥିପାଇଁ ନା କ'ଣ କହିଲେ? ଯେତେବେଳେ ଭୂମିଟି ଉତ୍ତାପ ହୋଇଯାଏ, ସେ ସବୁବେଳେ ଶ୍ୟାମଳ ସୁନ୍ଦର ଧରଣୀ ଆକାଶକୁ ଚାହିଁକି ଝାଉଁଳୁଥାଏ। କାହିଁକି? ନା ଶୀତ ପ୍ରେମ ବାରି ଟିକକ ପାଇବା ପାଇଁ, ସେ ଶୀତଳ ପ୍ରେମ ରୂପକ ବର୍ଷା ଟିକକ ପାଇବା ପାଇଁ ଶ୍ୟାମଳ ସୁନ୍ଦର ଧରଣୀ ଆକାଶକୁ ଚାହିଁଥାଏ, ନିଜର ଶୋତାପକୁ ନାଶ କରିବା ପାଇଁ, ନିଜର ଉତ୍ତାପକୁ ନାଶ କରିବା ପାଇଁ। ବୁଝିହେଲା? ତ ପିତୃକୋଳ ତେଜି ତଟିନୀ ଯାଏ ବାରିଧି ପାଶେ, ଉକୁଳ ଜୀବନ ଜୀବନ ପାଦେ ଢାଳିବା ଆସେ। ଆଉ କ'ଣ ହୁଏ? ନା ପିତୃକୋଳ ତେଜି, ପିତୃକୋଳକୁ ତ୍ୟାଗ କରି ତଟିନୀ ଅର୍ଥ ଝରଣା, ବାରିଧି ପାଖକୁ ସମୁଦ୍ର ପାଖକୁ ଯାଏ ହେରି। କ'ଣ ପାଇଁ? ଉକୁଳ ଜୀବନ ଜୀବନ ପଦେ ଢାଳିବା ଆସେ। ଉକୁଳ ଅର୍ଥ କୂଳ ଲଙ୍ଘନ କରି, ତଟିନୀ ଅର୍ଥ ଝରଣା, ପିତୃକୋଳକୁ ତ୍ୟାଗ କରି ପଳାଏ ବାରିଧି ପାଖକୁ। ଜୀବନ ଅର୍ଥ ଗଛଲତାଙ୍କର ହଉ ବା ଜୀବନକୁ ଢାଳିବା ଆଶାରେ, ଜୀବନକୁ ଦେବା ଆଶାରେ। ସୁକୁମାରୀ ଲତା ବିଟପି ଅଙ୍ଗେ ଲୋଡ଼ି, ଆଶ୍ରୟ ଆଲିଙ୍ଗନ କରେ ସପ୍ରେମେ ତେଜି ସକଳ ଭୟ। ଆଉ କ'ଣ ଦେଲା? ନା ସୁକୁମାରୀ ଲତା। ଖାଲି ଏତିକି ନୁହେଁ, ସୁକୁମାରୀ ଲତା ମଧ୍ୟ ବିଟପି ଅର୍ଥ ବଡ଼ ବଡ଼ ଯେଉଁ ଗଛ, ବୃକ୍ଷ ସଙ୍ଗରେ, ବୃକ୍ଷର ଅଙ୍ଗରେ, ବୃକ୍ଷର ଦେହରେ ଆଶ୍ରୟ ନିଏ। କାହିଁକି? ଲତାର କ'ଣ ତାର ସେ ନିଜେ ଠିଆ ହେଇପାରିବ କି? ନା ଅନ୍ୟର ଗୋଟେ ଗଛ ସାହାଯ୍ୟରେ ସେ ଠିଆ ହୁଏ ନା ନାହିଁ? ତ ସେଇଭଳିଆ ଭାବରେ ଯେତେବେଳେ ସୁକୁମାରୀ ଲତାଟି ମଧ୍ୟ ବିଟପି ବଡ଼ ଗଛମାନଙ୍କର ଆଶ୍ରୟ ନେଇଥାଏ, ଆଶ୍ରୟ ଲୋଡ଼ିଥାଏ, ଆଶ୍ରୟ ନେଇଥାଏ। ଆଲିଙ୍ଗନ କରେ ସପ୍ରେମେ ତେଜି ସକଳ ଭୟ, ଏବଂ ସେଇ ଗଛକୁ ସୁକୁମାରୀ ଲତା ଆଲିଙ୍ଗନ କରିକି ନିଜର ସମସ୍ତ ଭୟକୁ ତ୍ୟାଗ କରିଦିଏ, ସମସ୍ତ ଭୟକୁ ହରେଇ ଦିଏ। ଆଚ୍ଛା, ଏହା କ'ଣ ପାଇଁ କହୁଛନ୍ତି? ଆଗକୁ ଗଲେ ଦେଖିବା ଏହା କହିବାର ବାହୁଲ୍ୟ କ'ଣ। ଖାଲି ଏତିକି ନୁହେଁ, ଆଉ କ'ଣ ହେଇଛି? ନା ଭାନୁ କରେ ନବ ନଳିନୀ ଫୁଟି ଲଭଇ ମୁଦ, ବିଧୁ ବିଭା ପାଇ ହସଇ ନିମିଳିତ କୁମୁଦ। ଯେ ଭାନୁ କରେ ନବ ନଳିନୀ ଫୁଟି ଲଭଇ ମୁଦ। ଭାନୁ ଅର୍ଥ ସୂର୍ଯ୍ୟଙ୍କର, କରେ ଅର୍ଥ କିରଣରେ। ଯେମିତି ସୂର୍ଯ୍ୟଙ୍କ କିରଣରେ ନବନଳିନୀ, ସେ ନୂଆର ନଳିନୀ ପଦ୍ମ ଫୁଲ କ'ଣ ହୁଏ? ଫୁଟି ଉଠେ। ମୁଦ ଅର୍ଥ ଯେଉଁ ମୁଦ୍ରିତ ହୋଇଥିବା ବା ବୁଜି ହୋଇଥିଲେ ମଧ୍ୟ ସୂର୍ଯ୍ୟଙ୍କର କିରଣ ପଡ଼େ ଯେମିତି ତାର ମୁଦ ହୁଏ, ଅର୍ଥାৎ ଫୁଟି ଉଠେ। ବିଧୁ ବିଭା ପାଇ ହସଇ ନିମିଳିତ କୁମୁଦ। ତେଣୁ ଆଉ କ'ଣ ହୁଏ? ନା ଯେମିତି ଚନ୍ଦ୍ରଙ୍କର ଆଲୋକ ପାଇ ନିମିଳିତ କୁମୁଦ, କୁମୁଦ କ'ଣ ହୁଏ? ସିଏ ମଧ୍ୟ ପାଖୁଡ଼ା ତାର ବିକଶିତ କରି ଉଠେ। କୁମୁଦ ନିମିଳିତ କରି ଦିଏ, ବିକଶିତ କରି ଦିଏ ତାର ପାଖୁଡ଼ା ଗୁଡ଼ିକୁ, ନା ନାହିଁ? ଖାଲି ଏତିକି ନାହିଁ, ଆଉ ବି ପୁଣି କହିଛନ୍ତି। ନା ଆଉ କ'ଣ କହିଛନ୍ତି? ନା ଢଳ ଢଳ ପ୍ରେମ ଚପଳା ଖେଳେ ନବୀନ ଭନେ, ଯୁଗ୍ମେ ଯୁଗ୍ମେ ବି ଖଞ୍ଜିଛି ସର୍ବେ ଖେଳ ହୁବନି। ନା ଢଳ ଢଳ ଯେଉଁ ଚପଳା, ସେ ଢଳ ଢଳ ଯେଉଁ ପ୍ରେମ ଚପଳା ତ ବିଜୁଳି ନବୀନ ଘନରେ ମଧ୍ୟ ଖେଳେ, ଯୁଗ୍ମେ ଯୁଗ୍ମେ ବିହି ଖଞ୍ଜିଛି ସର୍ବେ ଖେଳ ହୁବନି। ଯେ ଏଠି କହିଲେ ଯେ ବିଧାତା, ବିହି ଅର୍ଥ ବିଧାତା କ'ଣ କରିଛି? ଯୁଗ୍ମେ ଯୁଗ୍ମେ ଯୁଗେ ଯୁଗେ କ'ଣ କରିଛି? ସବୁ କିଛି ଖଞ୍ଜିଛି, ସମସ୍ତଙ୍କ ସହିତ ଯାହା ସମସ୍ତଙ୍କୁ ଦେଇଛି। ଯେମିତି ଆମେ ପୂର୍ବରୁ ଦେଖି ଆସିଲେ ନାହିଁ, ମୁଁ କହିଥିଲି କହିବାର ବାହୁଲ୍ୟ କିଛି ଅଛି, ନହେଲେ ସମସ୍ତଙ୍କ ସହିତ ସମସ୍ତଙ୍କ ତାତ୍ପର୍ଯ୍ୟ କ'ଣ ପାଇଁ ବର୍ଣ୍ଣନା କରିଛନ୍ତି? ଅର୍ଥାତ୍ ଯେମିତି କହିଲେ ବିଧାତା ଯୁଗ୍ମ ଯୁଗ୍ମେ ଯୁଗେ ଯୁଗରେ ସମସ୍ତଙ୍କ ସହିତ ସମସ୍ତଙ୍କୁ ଯୋଡ଼ିକି ଅଛନ୍ତି, ସବୁକିଛି ଏ ଭୁବନରେ ସାଇତିକି ରଖିଛି। ଯେମିତି କ'ଣ? ନା ଶ୍ୟାମଳ ସୁନ୍ଦର ଧରଣୀ ଶୀତ ପ୍ରେମ ବାରି ମାଗିବା ପାଇଁ ଆକାଶକୁ ଚାହିଁଥାଏ,
ପିତୃକୁଳ ତେଜି ତଟିନୀ ଯେମିତି ବାରିଧି ପାଖକୁ ଯାଏ ଜୀବନ ଦେବା ପାଇଁ, ସୁକୁମାରୀ ଲତା ଯେମିତି ବିଟପି ଅଙ୍ଗରେ ଆଶ୍ରୟ ଲୋଡ଼େ, ଯେମିତି ସୂର୍ଯ୍ୟ କିରଣ ପାଇଲେ ପଦ୍ମ ଫୁଲ ବା ନଳିନୀ ଫୁଲ ଆନନ୍ଦିତ ହୋଇ ତାର ପ୍ରାଖୁଡ଼ା ପରିସ୍ଫୁଟ କରେ, ଚନ୍ଦ୍ରଙ୍କ କିରଣ ପାଇଲେ କଇଁ ଫୁଲ ତାର ପ୍ରାଖୁଡ଼ାକୁ ସେ ବିକଶିତ କରି ଉଠେ। ଏବଂ ଖାଲି ସେତିକି ନୁହେଁ, ଚପଳା ବିଜୁଳି ଯେମିତି ନୂଆ ନବୀନ ଘନରେ ଖେଳି ଉଠେ, ବାଦଲରେ ଖେଳି ଉଠେ। ଠିକ୍ ସେଇଭଳି ଭାବରେ ସବୁ କିଛି କ'ଣ ହେଇଛି, ଖଞ୍ଜି ଦେଇଛି ବିଧାତା ଏ ଭୁବନରେ, ଏ ପୃଥିବୀରେ ସବୁ କିଛି ବିଧାତା ସମସ୍ତଙ୍କ ସହିତ ସମସ୍ତଙ୍କୁ ଖଞ୍ଜି ରଖିଛି। କିନ୍ତୁ କ'ଣ ହେଲା ନା ଏକାକିନୀ ମୁହିଁ କି ଦୋଷ କାଟେ ନବ ଯୌବନ, ଉଚ୍ଛ୍ୱସିତ ମୋର ପ୍ରଣୟ ରଖି ନପାରେ ମନ। କିନ୍ତୁ ବିଧାତା ସିନା ସମସ୍ତଙ୍କ ସହିତ ସମସ୍ତଙ୍କୁ ଯୋଡ଼ିଦେଲା, କିନ୍ତୁ ଏ ଯେଉଁ ଏକାକିନୀ, ଆଜି ମୁଁ କ'ଣ ଏକାକୀ, କି ଦୋଷ କରିଥିଲି କେଜାଣି ଆଜି ମୁଁ ଏକାକୀ ନବ ଯୌବନକୁ ନେଇ କାଟୁଛି। ଏ ନବ ଯୌବନ ମୋର କ'ଣ ହେବ, ମୁଁ ଏକାକୀ ନେଇ ତାକୁ କ'ଣ କରିବି? ଯେ କି ଦୋଷ କରିଥିଲି ଯେ ନବ ଯୌବନକୁ ମୁଁ ଆଜି ଏକା କାଟୁଛି। ମୋ ପ୍ରଣୟ ବଲ୍ଲଭ ଆଜି ମୋ ପାଖରେ ନାହାନ୍ତି, ଉଚ୍ଛ୍ୱସିତ ମୋ ପ୍ରଣୟ ରଖି ନପାରେ ମନ। ଏ ଯେଉଁ ବିକଶିତ ମୋ ମନ ଆଜି ସେ ପ୍ରଣୟକୁ ପାଇବା ପାଇଁ, ସେ ପ୍ରେମ ଟିକକ ପାଇବା ପାଇଁ, ସେ ପରାଣକାନ୍ତକୁ ପାଇବା ପାଇଁ ଆଜି ବିକଶିତ ହୋଇ ଉଠୁଛି। ମୋ ପ୍ରାଣ ଆଉ ରହିପାରୁନି, ଥୟ ଧରୁନି, ମୋ ଛନ ଛନ ଖାଲି ହେଉଛି, ମୋ ମନ ଖାଲି କ'ଣ ବାଚାଳ ହୋଇ ଉଠୁଛି। ଏ ବିଶ୍ୱ ବାଜେଣୀ ବୀଣାରେ ମୋ ବିରହ ଗାୟନ, ଏକ ତାନେ ଜନ୍ମେ ଉଠଇ ଶୁଣି ହୁଏ ଉନ୍ମନ। ଏ ଯେଉଁ ବିଶ୍ୱ ବାଜେଣୀ ବୀଣାରେ ମୋର ବିରହ ଗାୟନ, ଏ ବିଶ୍ୱବାଜିନୀ ବୀଣାରେ ଯେଉଁ ପ୍ରେମ ରୂପକ ଗାନରେ ଆଜି ମୋର ବିରହ ଗାୟନ। ଆଜି ସମସ୍ତେ କ'ଣ ପ୍ରେମ ଭାବରେ ପରିପୂର୍ଣ୍ଣ ଅଛନ୍ତି, କିନ୍ତୁ ଏ ବିଶ୍ୱବାଜିନୀ ବୀଣାରେ ଆଜି ମୋର ବିରହ ଗାୟନ ବାଜୁଛି। ଆଉ କ'ଣ ହେଉଛି, ଏକ ତାନେ ଜନ୍ମେ ଉଠଇ ଶୁଣି ହୁଏ ଉନ୍ମନ। ଏକ ସ୍ୱରରେ, ଏକ ତାନ ଅର୍ଥ ଏକ ସ୍ୱରରେ ତାକୁ ଶୁଣିକି, ଏ ବିଶ୍ୱବାଜିନୀ ବୀଣାର ସେ ବିରହ ଗାୟନକୁ ଏକ ସ୍ୱରରେ ଶୁଣିକି ମୋ ମନ ଉନ୍ମନ ହୁଏ, ମୋ ମନ ଉନ୍ମନ ହୋଇ ଉଠେ। ଆଉ କ'ଣ ହୁଏ ନା ସ୍ୱପ୍ନର ବିହଙ୍ଗେ ସୁତାନ, କୁସୁମିତ ବଲ୍ଲହରୀ ସହଚେ ସୁସନ୍ଧି ବିଫଳ ଏ ଯୌବନ ମୋହରୀ। ସେ ସ୍ୱପ୍ନର ବିହଙ୍ଗର ସୁତାନ, ସ୍ୱପ୍ନର ବିହଙ୍ଗର ବା ପକ୍ଷୀର ସେ ସୁତାନ, ମଧୁର ତାନ ଏବଂ କୁସୁମିତ ବଲ୍ଲହରୀ ସେ ଲତା ଆଜି ମୋତେ ଜଣେଇ ଦେଉଛନ୍ତି, ସହାଚତ ମୋତେ ଆଜି ସୂଚାନ୍ତି, ସହାଚେ ସୂଚାନ୍ତି ଅର୍ଥ ମୋତେ ଜଣେଇ ଦେଉଛନ୍ତି, ତୋର ଯୌବନ ବିଫଳ। କାହାନ୍ତି ସେ ମୋ ଉସ୍ପିତ, ମୋର ଜୀବିଦେଶ୍ୱର ନିବେଶୀ ବିଦଗ୍ଧ ବକ୍ଷରେ ଯାଙ୍କ ଦିବ୍ୟ ପୟର। ସେଇଥିପାଇଁ ଚମ୍ପାବତୀ ରାଜକନ୍ୟା କହୁଛନ୍ତି ଯେ କାହାନ୍ତି ମୋର ଇପ୍ସିତ, ମୋର ସେ ଜୀବିତେଶ୍ୱର, ମୋର ପରାଣକାନ୍ତ, ମୋର ସ୍ୱାମୀ କୁଆଡ଼େ ଗଲେ କାହାନ୍ତି ସିଏ, ଯାହାଙ୍କ ପୟରେ ଦିବ୍ୟ ଚରଣରେ ମୁଁ ମୋର କ'ଣ କରିବି, ମୋ ବକ୍ଷକୁ, ଏ ଦଗ୍ଧ ବକ୍ଷକୁ, ଏ ପ୍ରେମର ଅଗ୍ନିରେ ଯେଉଁ ଏ ମନଟି ଦଗ୍ଧୀଭୂତ ହେଉଛି, ଜଳି ଉଠୁଛି, ସେଇ ପରାଣକାନ୍ତଙ୍କ ଦିବ୍ୟ ଚରଣରେ ଯେତେବେଳେ ମୁଁ ପ୍ରାଣକୁ ସମର୍ପଣ କରିଦେବି, ଏ ଦଗ୍ଧ ବକ୍ଷକୁ ଯେତେବେଳେ ଅର୍ପଣ କରିଦେବି, ସମର୍ପଣ କରିଦେବି, ସେତେବେଳେ ଏ ମନକୁ କ'ଣ ସାନ୍ତ୍ୱନା ମିଳିବ, ଏ ଯୌବନ ସାର୍ଥକ ହୋଇ ଉଠିବ ମୋର। ତେବେ ମୋ ପରାଣକାନ୍ତ କାହାନ୍ତି ଖୋଜି ବୁଲୁଛନ୍ତି, ମୁଁ ଆପଣଙ୍କୁ ଦେଇ ଯାହାଙ୍କୁ କରି ନେବି ନିଜର, ଏହି ମୋ ଯୌବନ ଉଦ୍ଦେଶ୍ୟ ସାରା ଏ ଜଗତର। କହିଲେ ଏହି ମୋର ହେଉଛି ଯୌବନ, ମୋ ଜୀବନର ଏହା ହେଉଛି ଯୌବନର ଉଦ୍ଦେଶ୍ୟ। ନା କ'ଣ, ମୁଁ ଯାହାକୁ ଆପଣାକୁ ଦେଇକି, ମୁଁ ନିଜକୁ ସମର୍ପଣ କରିକି ମୁଁ ତାଙ୍କୁ ନିଜର କରିନେବି, ଆପଣାକୁ ଦେଇ ତାଙ୍କୁ ନିଜର କରିନେବି ମୁଁ। ଏଇଟା ହେଉଛି ଯେତେବେଳେ ଆପଣାକୁ ଦେଇକି ମୁଁ ତାଙ୍କୁ ନିଜର କରିନେବି, ଏହା ହେଉଛି କ'ଣ ମୋ ଜୀବନର ଯୌବନ ଅବସ୍ଥାର, ମୋ ଯୌବନର ଶ୍ରେଷ୍ଠ ସାର ଅର୍ଥ ଶ୍ରେଷ୍ଠ ଉଦ୍ଦେଶ୍ୟ। ବୁଝିହେଲା? ଶେଷ ପଦଟି ପରେ ରଖିବା, ଯେ ଚମ୍ପା ଫୁଲଟି ପାଇଲି ବନ ହଳଦୀ ପାଏ, ଦେବ ଆରାଧନା କରିବି କାନ୍ତ ପାଇବା ଯାଏ। ଯେ ଚମ୍ପାବତୀ ରାଜକନ୍ୟା କହୁଛି ଚମ୍ପା ଫୁଲଟି ପାଇଛି ଯାହାର ରଙ୍ଗ ହଳଦିଆ, ଏବଂ ମୁଁ ସେଇ ଯୌବନକୁ ନେଇ, ସେଇ ଚମ୍ପା ଫୁଲକୁ ନେଇକି ମୁଁ ଆଜି କ'ଣ ଦେବ ଆରାଧନା କରିବି। କ'ଣ ପାଇଁ, କେତେ ପର୍ଯ୍ୟନ୍ତ ଦେବ ଆରାଧନା କରିବେ, ମୋ କାନ୍ତ ପାଇବା ଯାଏ। ମୁଁ ଯେ ପର୍ଯ୍ୟନ୍ତ କାନ୍ତକୁ ମୋର ପାଇନି, ମୁଁ ସେ ପର୍ଯ୍ୟନ୍ତ ଦେବଙ୍କୁ ଆରାଧନା କରୁଥିବି, ମୁଁ ସେ ପର୍ଯ୍ୟନ୍ତ ଈଶ୍ୱରଙ୍କୁ ଆରାଧନା କରିଥିବି, ମୁଁ କାନ୍ତକୁ ପାଇବା ପର୍ଯ୍ୟନ୍ତ। ବୁଝିଲା? କେତେ ସୁନ୍ଦର ବିଷୟଟି। ଆଚ୍ଛା, କିଏ ନ ବୁଝିପାରୁଛ ମୋତେ କମେଣ୍ଟ ବକ୍ସରେ ଜଲ୍ଦି ଜଣାଇବ ହେଲା। ଆଉ ଯିଏ ବୁଝି ରଖିଛ ତେବେ କମେଣ୍ଟରେ
ଜୟ ଜଗନ୍ନାଥ ବୋଲି ଲେଖିଦେବ। ଆଚ୍ଛା, ଏବେ ସମସ୍ତଙ୍କୁ କହି ରଖୁଛି, ଆମର ଆଜି ଚମ୍ପାବତୀ ରାଜକନ୍ୟା ସ୍ୱପ୍ନ ବିଷୟଟି ଏଇଠି ଶେଷ ହୋଇଯାଇଛି ହେଲା। ଆଜି ପାଇଁ ମୋତେ ଏବେ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।